नमस्कार जय जगन्नाथ मु मलय स्वागत करछि आपनकु सीधा टीवी प्रेजेंट्स न्यू सिंगिंग रियलिटी शो भक्ति कंठ को आज मध्य भाव भक्तिर आसर जमिब एवं ता सहित आज मध्य किसी नुआ नुआ गीत मध्य सुनिबा तबे आ लेट कहीं करबा आसंतु वेलकम करबा श्रीक्षेत्र पुरी रु वर्तमान स्वागत करबा हमर ई मंच को त्रिलोचन परिडा को। भरी दे सबुरी थाल मालो मंगला मा भरी दे सबुरी कोल मालो मंगला मा भरी दे सबुरी थाल मालो मंगला मा भरी दे सबुरी कोल मालो मंगला मा सभिए तोर तोपु अधिया पोछि दे सबु आखिर लुह तो दुआर थाउ नीति खोला मा तो दुआर थाउ नीति खोला भरी दे सबुरी थाल मालो मंगला मा भरी दे सबुरी कोल मालो मंगला मा। सबु वृक्षे भरी दे मा फूल आउ फल सुखिला नई रे पुणी भरी दे तू जल सुना फसल रे हसी उठू सबु खेत फर फर उड़ू थाऊ तम ही माने भव जलरू जीवन डंगा मालो आनी कूड़े लगा तो करुणा थिले खाली हेला मा तो दुआर थाऊ नीति खोला भरी दे सबुरी थाल मालो मंगला मा भरी दे सबुरी कोल मालो मंगला मा। करुथामा मंगला मंगल सबुरी समस्तंक दुख कष्ट जाऊल मासरी समस्तंक सबु दोष करी दे तू क्षमा क्षमामयी दयामयी कृपामयी तुमा सकल पाप देल धोई रखिता तोर घंट घोड़े पुण्य रे भरी दे मन झूला मा तो दुआर थाऊ नीति खोला भरी दे सबुरी थाल मालो मंगला मा भरी दे सबुरी कोल मालो मंगला मा सभिए तोर तोपु अधिया पोछि दे सबु आखिर लुह तो दुआर थाऊ नीति खोला मा तो दुआर थाऊ नीति खोला भरी दे सबुरी थाल मालो मंगला मा भरी दे सबुरी कोल मालो मंगला मा भरी दे सबुरी थाल मालो मंगला मा भरी दे सबुरी कोल मालो मंगला मा। त्रिलोचन तुमको देखिले कहीं के जानी मते अरविंद मुदुली कथा मन पड़ जाए आ तुम वॉइस रे भी मु तांकू ही जुरे। थैंक यू। तुम कौन लगुच आज परफॉर्मेंस टा केमती थिला तुम? भलो थिला। हां भलो थिला।
ଭଲ ଥିଲା ତ ଆଜ୍ଞା ମାନସି ଅପା ଅରବିନ୍ଦ ମୁଦୁଲି ଭାଇନାଙ୍କର ଯେଉଁ ମାନେ ଭଏସ୍ଟା ମନେ ପଡ଼ିଯାଉଛି ନାହିଁ ତାଙ୍କ ଭଏସ୍ର କ୍ୱାଲିଟି ହିଁ ସେଇଟା ମାନେ ଲାଗୁଛି ଆମେ କିଛି ସମୟ ପାଇଁ ସମସ୍ତେ ସ୍ତବ୍ଧ ହେଇଯାଇଥିଲୁ ଭାଇନା ନିଜେ ଗାଉନାହାନ୍ତି ତ ସେମିତି ହିଁ ଲାଗୁଥିଲା ତେଣୁ ତାଙ୍କର ସେଇ ଗୀତରେ ଅରବିନ୍ଦ ମୁଦୁଲି ଭାଇନା ହିଁ ସେମିତି ତାଙ୍କର ଭଏସ୍ ଆଜି ପର୍ଯ୍ୟନ୍ତ ସେମିତି ସମସ୍ତଙ୍କ କାନରେ ବାଜୁଛି ଆଉ ଆଜି ବହୁତ ଦିନ ପରେ ଆମେ ଏମିତି ଭକ୍ତି କଣ୍ଠରେ ଏତେ ସୁନ୍ଦର ସେମିତି ତାଙ୍କ ଭଏସ୍ଟାକୁ ଆଜି ଆମେ ନିଜେ ଫିଲ୍ କଲୁ ତାଙ୍କ ଗାଇକି ଶୈଳୀରେ ବହୁତ ଭଲ ଲାଗିଲା ନିଶ୍ଚିତ ଆମେ ନିଶ୍ଚିତ ଆଶା ରଖିବୁ ଯେ ଏଇ ଟିମ୍ବରରେ ସେ ନିଶ୍ଚିତ ଭାବରେ ନିଜର ଗୋଟେ ପରିଚୟ ସେ ତିଆରି କରନ୍ତୁ। ଥ୍ୟାଙ୍କ ୟୁ ମ୍ୟାମ୍। ଏତେ ମିଠା ଗାଇଲେ ମା ମଙ୍ଗଳା ବି ଆସିବେ ଥାଳ ବି ଭରିବେ ଆଉ ଏ ମଞ୍ଚ ସବୁବେଳେ ସୁରିଲା ଆଉ ସୁମଧୁର ସୁଲଳିତ ଯେଉଁ କଣ୍ଠସ୍ୱର ଯେଉଁ ତୁମର ଅଛି ନା ଏ ପୁରା ମାହୋଲଟାକୁ ପୁରା ଏକଦମ ଭକ୍ତିମୟ କରିଦେଲ ପୁରା ବହୁତ ଖୁସି ଲାଗିଲା ବହୁତ ସୁନ୍ଦର ଲାଗିଲା। ଥ୍ୟାଙ୍କ ୟୁ ସାର୍। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ମଳୟ ଭାଇ ଆଜ୍ଞା ତ୍ରିଲୋଚନକୁ ସେଇଠି ଦେଖିଲା ପରେ ମୋତେ 40 ବର୍ଷ ତଳର ଗୋଟେ ସ୍ମୃତି ମନେ ପଡ଼ୁଛି ମୋର 40 ଇୟର୍ସ ବ୍ୟାକ୍ 90 ଦଶକରେ ସେତେବେଳେ ବହୁତ ଭଜନ ସମାରୋହ ହେଉଥିଲା ପୁରୀରେ ଦେବ ଦୀପାବଳି ଭଜନ ସମାରୋହ ଗୋଟେ ବହୁତ ବଡ଼ ନାଁ ଆଜ୍ଞା ସିଦ୍ଧାର୍ଥ ଟିଭି ଆମେ ଯାହା ଏବେ ବିଶ୍ୱରେ ଖ୍ୟାତି ଲାଭ କରିଛି ଏକ ସାଂସ୍କୃତିକ ବଞ୍ଚାଇବାର ଟିଭି ଓଡ଼ିଆ ସଂସ୍କୃତିକୁ ଆଗେଇବାର ଟିଭି ଯେ ତାର କଳ୍ପଦ୍ରୁମ ହେଲେ ଜେଇ କମ୍ପାନୀ ସେହି ସମୟରେ ଏମିତି ଜଣେ ଯୁବକ ଅରବିନ୍ଦ ମୁଦୁଲି ଏମିତି ମଞ୍ଚରେ ସେଠି ସେ ଗାଇଥିଲେ ବାଲି ଖେଳୁଥିଲେ ଗୁରୁକବି ସୋମନାଥ ରାଜୁଙ୍କର ଲେଖା ଆମର ଏବେ ବି ମନେ ପଡ଼ୁଛି ସେ ମଞ୍ଚରେ ମୁଁ ବି ଥିଲି ବାଲି ଖେଳୁଥିଲେ ନନ୍ଦସୁତ କଳାକର୍ଣ୍ଣୀ ଯେଉଁ ଗୀତ ଗାଇଥିଲେ ସେହି ସମୟରେ ତାଙ୍କର କଳାକୁ ସାରା ଓଡ଼ିଶାରେ ଖ୍ୟାତ କରିଥିଲା ଓଡ଼ିଶାରେ ଏକ ଆଗ ଧାଡ଼ିର ଭଜନ ଶିଳ୍ପୀ ଭାବରେ ଠିଆ କରିବା ଯେଉଁ ପ୍ରଶଂସା ଦକ୍ଷତା ପାଇଥିଲା ସେ ଥିଲେ ଜେଇ କମ୍ପାନୀ ସେତେବେଳେ ତାକୁ ଯେମିତି ନେଇକିରି ଓଡ଼ିଶାରେ ପହଞ୍ଚିଥିଲେ ସେଇ ଫ୍ଲେଭର ଆଜି ଆମେ ତାଙ୍କଠୁ ପାଉଛୁ ଏ ମଞ୍ଚରେ ଭକ୍ତିକଣ୍ଠର ଏ ମଞ୍ଚରେ ତେଣୁ ମୁଁ ନିଶ୍ଚିତ ଭାବରେ ଆଶା କରିବି ଆଗକୁ ସେଇ ଧାରା ଜାରି ରହିବ ଏବଂ ଆମେ ସମସ୍ତେ କୃତଜ୍ଞତା ଜ୍ଞାପନ କରୁଛୁ ସିଦ୍ଧାର୍ଥ ଟିଭିକୁ ଯେ ଏତେ ବଡ଼ ପାରମ୍ପରିକ ମଞ୍ଚ ଏକ ମନ୍ଦିର ଭଳିଆ ମଞ୍ଚ ଏଠି ତିଆରି କରିଛନ୍ତି ଏବଂ ବିଭିନ୍ନ କଳାକାରମାନଙ୍କୁ ଏଠି ଜନ୍ମ ଦେଉଛନ୍ତି ସିଏ ବହୁତ ବହୁତ ଧନ୍ୟବାଦ ଥ୍ୟାଙ୍କ ୟୁ ସାର୍। ଅତି ଆଉ ବଢ଼ିଆ ପରଫର୍ମାନ୍ସ ସୋ ନାଇସ୍ ବହୁତ ବଢ଼ିଆ ଲାଗେ ଥ୍ୟାଙ୍କ ୟୁ ସାର୍। ବହୁତ ବହୁତ ଧନ୍ୟବାଦ ପ୍ରଶଂସା ଅତି ସୁନ୍ଦର କଥାଟିଏ କହିଲେ ମର୍ମର କଥାଟିଏ କହିଲେ ଯେତେବେଳେ ଜେଇ କମ୍ପାନୀ ଥିଲା ସେତେବେଳେ ସ୍ୱର୍ଗତ ସତ୍ୟନାରାୟଣ ଅଗ୍ରୱାଲ ବାଛିଥିଲେ କଳାକାର ସତ୍ୟନାରାୟଣ ଅଗ୍ରୱାଲ ଯେ କହିଲେ ଯେଉଁ ନାଁ ଶ୍ରୀଯୁକ୍ତ ସତ୍ୟନାରାୟଣ ଅଗ୍ରୱାଲ ସେ ଆମେ ସମସ୍ତେ ତାଙ୍କୁ ବାବୁଜୀ ବୋଲି ଡାକୁଥିଲୁ ସମସ୍ତେ ସଙ୍ଗୀତକୁ ବଞ୍ଚାଇବାର ଭୀଷ୍ମ ଥିଲେ ସେ ଅଛନ୍ତି ବୁଝିଲେ ସେ ଓଡ଼ିଶାର ସଙ୍ଗୀତ ଆକାଶର ଭୀଷ୍ମ ଯେ ଓଡ଼ିଆ କଳାକୁ ସଂସ୍କୃତିକୁ ବିଶ୍ୱ ଦରବାରରେ ଲୋକଲୋଚନକୁ ନେଇଛନ୍ତି ଲୋକପ୍ରିୟତା ଦେଇଛନ୍ତି ସେ ହିଁ ସେଇଥିରୁ ଜଣେ ତେଣୁ ସବୁବେଳେ ଓଡ଼ିଶା ତାଙ୍କୁ ପ୍ରଣାମ କରିବା ଆଗକୁ ନିହାତି ଏବଂ ଆଜି এই କଳାକାରଙ୍କୁ ଆଗକୁ ନେବାର ଯେଉଁ ପ୍ରଚେଷ୍ଟା ଜାରି ରଖିଛନ୍ତି ତାଙ୍କର ସୁପୁତ୍ର ଶ୍ରୀଯୁକ୍ତ ସୀତାରାମ ଅଗ୍ରୱାଲ ସାର୍ ମହୋଦୟ ତାଙ୍କ ପାଇଁ ଗୋଟେ ଜୋରଦାର କରତାଳି ହଉ। ବର୍ତ୍ତମାନ ଜଜେସ୍ ମାନଙ୍କର କଥା ଶୁଣିଲେ ଆମର ଅତିଥିଙ୍କ ପାଖକୁ ଯିବା ଇପ୍ସିତା ମ୍ୟାଡ଼ାମ୍। ନିଶ୍ଚୟ ମୁଁ ମଧ୍ୟ ସମସ୍ତ ଜଜେସ୍ମାନଙ୍କ ସହିତ ସହମତ ହେବି ସ୍ୱର୍ଗତ ଅରବିନ୍ଦ ମୁଦୁଲି ତାଙ୍କ କଣ୍ଠ ତାଙ୍କ କଥା ସବୁର ଗୋଟେ ସ୍ୱତନ୍ତ୍ରତା ଥିଲା ସେ ଯେତେବେଳେ କଥା ବି କୁହନ୍ତି ତାର ବି କିଛି ନା କିଛି ଗୋଟେ ମହତ୍ତ୍ୱ ଥାଏ ତ ନିଶ୍ଚୟ ସେ ଜାଗା ତ କେହି ପୂରଣ କରିପାରିବେନି କାରଣ ସେ ଯେଉଁ ଗୀତ ଭେଟି ଦେଇଛନ୍ତି ଓଡ଼ିଶାକୁ ଆମେ ସମସ୍ତେ ଆଜି ତାଙ୍କ ପାଇଁକି ଝୁରୁଛୁ ତାଙ୍କ କଥା ମନେ ପକାଉଛୁ ଆଉ ଆଜି ମଞ୍ଚରେ ତ୍ରିଲୋଚନ ତମେ ପୁଣି ଥରେ ତାଙ୍କ କଥା ମନେ ପକାଇ ଦେଇଛ ବହୁତ ବହୁତ ଧନ୍ୟବାଦ ତମକୁ ଜୟ ଜଗନ୍ନାଥ ଆଜ୍ଞା ଜୟ ଜଗନ୍ନାଥ। ଏତେ ସୁନ୍ଦର ଗାଇଛ ଖାଲି ଗାଇନ ଯେ ପ୍ରତି ତମର ଗୋଟେ ବେଷ୍ଟ କ୍ୱାଲିଟି ମୁଁ ଦେଖିଲି ଷ୍ଟ୍ରେଟ୍ ସିଙ୍ଗିଂ ବହୁତ ସିଙ୍ଗର୍ସ ମାନଙ୍କ ଭିତରେ ସେ ଜିନିଷ ନଥାଏ ଗୀତ ବି ଗାଉଛ ଆଉ ସେ ପ୍ରତି ସେଣ୍ଟେନ୍ସକୁ ଆମେ ବୁଝି ପାରୁଛୁ କଥାରେ କହିଲା ଭଳିଆ ଗୀତ କରୁଥାମା ମଙ୍ଗଳା ମଙ୍ଗଳ ସବୁରି ସେଇ ଜିନିଷଟା ବହୁତ କମ୍ ସିଙ୍ଗର୍ସ ମାନଙ୍କ ଭିତରେ ଦେଖିବାକୁ ମିଳେ ଯୋଉଟା ତମ ଭିତରେ ମୁଁ ଦେଖିଲି କିପ୍ ଇଟ୍ ଅପ୍ ଏଇ ଜିନିଷକୁ ଜାରି ରଖ ବହୁତ ଆଗକୁ ଯିବ ଗଡ୍ ବ୍ଲେସ୍ ୟୁ। ଥ୍ୟାଙ୍କ ୟୁ ମ୍ୟାମ୍ ଥ୍ୟାଙ୍କ ୟୁ ଅରୁଣ ସାର୍। ତ୍ରିଲୋଚନକୁ କିଛି କହିବା ପୂର୍ବରୁ ଭାଇନାଙ୍କ କଥାକୁ ଟିକେ ଆଗେଇ ନେବି ଭାଇନା କହୁଥିଲେ ଜେଇ କମ୍ପାନୀରୁ ଆରମ୍ଭ ଅରବିନ୍ଦ ଭାଇନାଙ୍କର ଏବଂ ସିଏ ଶେଷ ପର୍ଯ୍ୟନ୍ତ ଜେଇ ତାପରେ ସାର୍ଥକ ତାପରେ ସିଦ୍ଧାର୍ଥ ଆଉ କେଉଁଠି ଗାଇ ନାହାନ୍ତି ଗୀତ କୌଣସି ରେକର୍ଡ଼ କରିନାହାନ୍ତି ଗୀତ ସେ ଅନୁବନ୍ଧିତ ଥିଲେ ସେଇଭଳିଆ ଅନୁବନ୍ଧନ ସରିଲା ପରେ ମଧ୍ୟ ସେ ତାଙ୍କ ନିଜ ଆଡ଼ୁ କହୁଥିଲେ ନାଇଁ ମୁଁ ମୋତେ ଯିଏ ପରିଚୟ ଦେଇଛି ମୁଁ ଛାଡ଼ିକି ଯିବି ନାହିଁ ତେଣୁ ଆମ ପରିଚୟକୁ ଆମେ କେବେ ଭୁଲିଯିବା ନାହିଁ ତ୍ରିଲୋଚନ ବହୁତ ସୁନ୍ଦର ଭାବରେ ଗାଇଲ ଏବଂ ସ୍ପଷ୍ଟ ଭାବରେ ଗାଇଲ ବହୁତ ଭଲ ଲାଗିଲା।
ମୋର ଗୋଟେ ପ୍ରଶ୍ନ ତମ ପାଇଁ ଅରବିନ୍ଦ ଭାଇନାଙ୍କୁ ତ ବହୁତ ନିଶ୍ଚିତ ଭାବରେ ଭଲ ପାଉଥିବ ତାଙ୍କ ଗୀତ ପ୍ରଚୁର ଭାବରେ ଶୁଣୁଥିବ ମା ମଙ୍ଗଳାଙ୍କ ଗୀତ ଗାଇଲ ଶ୍ରୀକ୍ଷେତ୍ରରୁ ଆସିଛ କାରଣ ମା ମଙ୍ଗଳାଙ୍କର ଆଜ୍ଞାମାଳ ନ ମିଳିଲେ ଦାରୁ ଖୋଜା ହୁଏ ନାହିଁ ତ ମଙ୍ଗଳା ଆଉ ଶ୍ରୀକ୍ଷେତ୍ର ଦୁଇଟା ଏକ ଜାଗା ତମେ ଆଜି ନେଇଗଲ ତ ଅରବିନ୍ଦ ଭାଇନାଙ୍କର ଡାକ ନାଁ କ'ଣ କହିଲ ଦେଖିବା ଏତେ ଭଲ ଭାବରେ ତାଙ୍କ ଗୀତ ଗାଉଛ ଏତେ ସୁନ୍ଦର ଭାବରେ ତାଙ୍କ ଅନୁସରଣ କରୁଛ ମଙ୍ଗଳା ମା ଭରି ଦେଶ କହିପାରିବେ କି ଭାଇନା କହିପାରିବେ ମାନେ ସେ ପା ଯଦି ବା କି ଆମ କଣ୍ଟେଷ୍ଟାଣ୍ଟ ଜାଣିଥାନ୍ତି ମୁଁ ଜାଣିନାହିଁ କାରଣ ମୁଁ ତାଙ୍କୁ ସମସ୍ତେ ଜାଣିଛନ୍ତି ଶ୍ରୀକ୍ଷେତ୍ରରେ ଜାଣିଛନ୍ତି ସାରା ଓଡ଼ିଶାରେ ଜାଣିଛନ୍ତି ଗୋଟେ ନାଁ ତାଙ୍କର ଅଛି ସେ ଆମ ପରିବାର ସହିତ ମଧ୍ୟ ସମ୍ପୃକ୍ତ ପଠାଣି ଭାଇ ତାଙ୍କ ଡାକ ନାଁ ହେଉଛି ପଠାଣି ଭାଇ ଯେଉଁମାନେ ତାଙ୍କ ସାଙ୍ଗେ ମିଶିଥିବେ ଜାଣିଥିବେ ଯୋଉ ନାଁ କହିଲେ ତାକୁ ତାଙ୍କରି ଘରୋଇ ଲୋକମାନେ ଏଇ ନାଁରେ ଡାକିଥାନ୍ତି ହଁ ଜାଣିଛନ୍ତି ଯେମିତି ଏତେ ପରିଚୟ ନୁହେଁ ମୁଁ କାହିଁକି ତାଙ୍କୁ ପଚାରିଲି ଯେ ସେ ଯେହେତୁ ଅରବିନ୍ଦ ମୁଦୁଲିଙ୍କୁ ଏତେ ଭାବରେ ଫଲୋ କରୁଛନ୍ତି ତାଙ୍କ ଗୀତ ଏତେ ସ୍ପଷ୍ଟ ଭାବରେ ଗାଉଛନ୍ତି ତେଣୁ ମୋତେ ଲାଗୁଛି ଏ ଧାରାଟା ଜାରି ରହିବ ଯେଉଁ କଣ୍ଠ ସେ କଣ୍ଠର ସ୍ୱର ଜାରି ରହୁ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଆଜି ଜଗନ୍ନାଥ ଆଜି ଆକ୍ଚୁଆଲି ଅରୁଣ ଭାଇ ସମସ୍ତଙ୍କର ଭକ୍ତିକଣ୍ଠ ପରିବାର ତରଫରୁ ଏ ନିଶ୍ଚିତ ଭାବରେ ଏକ ଶ୍ରଦ୍ଧାଞ୍ଜଳି ଶ୍ରୀଯୁକ୍ତ ଅରବିନ୍ଦ ମୁଦୁଲିଙ୍କ ପାଇଁ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ଜୟ ଜଗନ୍ନାଥ ଏତେ ଭଲ ଭଲ କମ୍ପ୍ଲିମେଣ୍ଟସ୍ ପାଇସାରିଲା ପରେ ବର୍ତ୍ତମାନ ତ ଇଚ୍ଛା ହେଉଥିବ ଜଜେସ୍ ମାନଙ୍କ ପାଖରୁ ମାର୍କ ନେବା ପାଇଁ ନିଶ୍ଚିନ୍ତ ଆଜ୍ଞା ହଁ? ଆଜ୍ଞା ତେବେ ଅନୁରୋଧ କରିବି ପ୍ରଥମେ ଯିବି ବିଷ୍ଣୁ ଭାଇ ଆପଣଙ୍କ ପାଖକୁ କେତେ ମାର୍କ ରହିବ 8 ଥ୍ୟାଙ୍କ ୟୁ ମାନସି ଅପା ତୁମେ ଏବେ ଟିକେ ହସ ହେବେ ଦି ଜଣ କହିଲା ପରେ 8 ବର୍ତ୍ତମାନ ଯିବ ପ୍ରଶାନ୍ତ ସାର୍ ଆପଣଙ୍କ ପାଖକୁ 9 ତିନି ଜଣଙ୍କର ମାର୍କ ମିଶିଲା ପରେ ତମେ ପାଉଛ 25 ତଥାପି ଓରିଡ୍ ହୁଅନି ଆମର ଅତିଥି ଏବଂ ବିଶେଷ ଅତିଥିଙ୍କର ମାର୍କ ରହିଛି ହିଡେନ୍ ଜାଣିବା ପଛରେ ବର୍ତ୍ତମାନ ନିଜର ଆସନ ଅଳଙ୍କୃତ କର ପୁରୀ କୋଳ ମାଲୋ ମଙ୍ଗଳା ମା ତେବେ ଦର୍ଶକ ବନ୍ଧୁ ଏତେ ସୁନ୍ଦର ସୁନ୍ଦର କଥା ପରେ ଭାବଭକ୍ତିର ଗୀତ ଶୁଣି ସାରିବା ପରେ ଆଉ ମିଠା ମିଠା କଥା ଶୁଣି ଶୁଣିକି ମିଠା ଖାଇବାକୁ କେମିତି ଇଚ୍ଛା ହେବନି ତେବେ ମିଠାଟା କୋଉଠୁ ଖାଇବା ଚାଲନ୍ତୁ ବର୍ତ୍ତମାନ ଇନଭାଇଟ୍ କରିବା ଆମର ନେକ୍ସଟ ପ୍ରତିଯୋଗୀ ଯିଏ ଆସୁଛନ୍ତି ସାଲେପୁର କଟକରୁ ଦୀପ୍ତିମୟୀ ଦାସ କଳା ଅଙ୍ଗେ ଲାଗିଲା କି କାଳ ନଜର କଳା ଅଙ୍ଗେ ଲାଗିଲା କି କାଳ ନଜର କଳି କାଳେ ହେଲା ତତେ ଅଜଣା ଜର କଳି କାଳେ ହେଲା ତତେ ଅଜଣା ଜର କବାଟ କିଳି ଦେଇ ଅଣସର ଘରେ ଯାଇ ରହିଲୁ ତୁ ଛାଡ଼ି ମନ୍ଦିର ମୋ କଳା ଠାକୁର ମୋ କଳା ଠାକୁର ମୋ କଳା ଠାକୁର ମୋ କଳା ଠାକୁର
गामा गामा गा रे गा सा रे सा रे गा सा रे सा सुखी सुखी कला काठ गलुणी तू पड़ी केउ दिन जरा तते जीव कह छाड़ी सुखी सुखी कला काठ गलुणी तू पड़ी केउ दिन जरा तते जीव कह छाड़ी केउ दिन जरा तते जीव कह छाड़ी बुझुनी मन रहिबुरे केते दिन छाड़ी तोर निद आहार मो कला ठाकुर मो कला ठाकुर मो कला ठाकुर मो कला ठाकुर कला अंगे लागिला कि काळ नजर कला अंगे लागिला कि काळ नजर कली काले हेला तते अजणा जर कली काले हेला तते अजणा जर कवाट किली देई अणसर घरे जाई रहिलु तू छाड़ी मंदिर मो कला ठाकुर 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 जजेस पाखक जानिबा तमर ए गीतर केते माधुर्य थिला प्रशांत सर दीप्तिमयी आम समस्त मन किणी नेल एते सुंदर भजन टी गाई थैंक यू ठीक अच्छे थैंक यू बढ़िया गीत जेहेतु आमर एक्सपेक्टेशन तुम पाखे बहुत रही आज्ञा तेणु आम हठात जे ए गीत खुशी ए कथा आग को नेब ना मन में आज्ञा जोटा तुम एक्सपेक्ट कर नोटेसन पाखे जो नोटेसन कर आज्ञा से पाखे आउ टे हजिबार थिला सेठी नोटेसन टाकू सेमती गाइबार दरकार थिला आज्ञा बुझिपार गीतर केते जगार सबुठी ठीक ठाक गाइछ से तो आगु कहीदेली जे आमको भजन बहुत भल लगे किंतु ओभरऑल ता भितर किसी जगार छुई पारे मते तेणु मो नेक्स्ट पर्व याठू अधिका परफॉर्मेंस मु आशा करी निश्चय तुम एटलिस्ट कहीं यू आर ए प्रोफेशनल सिंगर बहुत बढ़िया गाओ गीत तुम्हें तेणु आम आशा तुम पाखे बहुत रोचे आज योर परफॉर्मेंस इज माने एवरेज फॉर मी थैंक यू मानसी अपा प्रथम तो ए लेखा मोर बहुत निजर माने अरुण भाईना बसचंदी बोली मु कहूनी ए लेखा को मु भल पाए ए लेखा बहुत भल लगे मोर बहुत मते निज को बहुत छुईची आउ विशेषकर ये गीत को जे म्यूजिक करिचंती से आम मान गहन रे नांती मु संजय भाई विषय कहूँ संजय साहू तांको सहित मु बहुत काम करिछि भजन रे जो गोटे माधुर्य भाव भक्ति सबु किछि भरिकी रही थाए जो भजन सेटा मु संजय भाई म्यूजिक रे प्राय तो पाइछि मोर बहुत निजर थिले से आज ये गीत माध्यम रे तमे मने पकेदेल संजय भाई को मानिपा मो ये सॉरी टू इंटरप्ट जे मो माने देह शीते जाउची संजय भाई का कथा आसला संजय भाई बहुत बहुत सुंदर गीत करछंती बहुत हिट गीतर से नायक सबुठू बड़ कथा है जो गीत बहुत डिफिकल्ट बहुत ए गीत एते सहज नुह ए गीत को तमे गाइछ सेटा बहुत बड़ कथा ए गीतर स्वर संयोजन जहाँ अच्छी ताकू एते सहजरे गाइबा संभवपर नुह केवल बोधे गोटे सिंगर इरा महांती से ही ए गीत को प्रॉपर जस्टिफाई करिसेंती आ ताकू तमे प्रेजेंट कल बहुत खुशी लगिला संजय भाई जेते बेले लास्ट स्टेज रे थांती से गोटे पद कही जे मते समस्ते मने रखिबे तो
ମୁଁ କହିଥିଲି ଯେତେ ଦିନ ପର୍ଯ୍ୟନ୍ତ ସଙ୍ଗୀତ ଅଛି ସେତେ ଦିନ ପର୍ଯ୍ୟନ୍ତ ଏ ସଙ୍ଗୀତ ମାଧ୍ୟମରେ ଆପଣଙ୍କୁ ସମସ୍ତେ ମନେ ରଖିଥିବେ। ପ୍ରକୃତରେ ସମସ୍ତଙ୍କ କଥା ଶେଷରେ ସଞ୍ଜୟ ଭାଇ ଯେଉଁ ସଙ୍ଗୀତ ନିର୍ଦ୍ଦେଶକ ସେ ଜଣେ ବହୁତ ସାଧାରଣ ବ୍ୟକ୍ତିଟେ ଥିଲେ। ଜଗନ୍ନାଥଙ୍କୁ ଭଲ ପାଉଥିଲେ, ଭଜନ ଏତେ ତିଆରି କରିଛନ୍ତି ସେ ଆମ ସମସ୍ତଙ୍କର ସମସାମୟିକ ଅସମୟରେ ସେ ଚାଲିଗଲେ ବନ୍ଧୁ। ତେଣୁ ତାଙ୍କୁ ଏ ଗୀତ ମାଧ୍ୟମରେ ଆମେ ଏଠି ତାଙ୍କୁ ପୁଣି ଥରେ ଶ୍ରଦ୍ଧାଞ୍ଜଳି ଦେବାର ସୌଭାଗ୍ୟ ପାଇଛେ ନିଶ୍ଚିତ ଭାବରେ। ଥ୍ୟାଙ୍କ ୟୁ ବିଷ୍ଣୁ ଭାଇ। ମୁଁ ତୁମଠୁ ଆହୁରି ଅଧିକ ଆଶା କରେ, ଯେହେତୁ ସଙ୍ଗୀତ ମହାବିଦ୍ୟାଳୟ ପିଲା ତୁମେ ଗୀତ ଶିଖୁଛ, ବହୁତ ଆଶା କରେ, ବହୁତ ଏକ୍ସପେକ୍ଟେସନ୍ ଅଛି। ଆହୁରି ବଢ଼ିଆ ଗାଇବ, ସୁନ୍ଦର ଭଏସ୍, ଆଶା କରୁଛି ଆହୁରି ବଢ଼ିଆ ଗାଇବ। थैंक यू इप्सिता मैम। ନିଶ୍ଚୟ ଜଜେସ୍ ମାନେ ଅଲରେଡ଼ି ବହୁତ କିଛି କହିସାରିଲେଣି, ତ ମୁଁ ଆଉ ଏତେ ଡିଟେଲରେ ଯିବିନି। ଦୀପାଙ୍କୁ ମୁଁ ମଧ୍ୟ ଷ୍ଟେଜ୍ରେ ଦେଖିଛି ଆଣ୍ଡ ମୁଁ ବି ସେମ୍ ଜିନିଷ ହିଁ କହିବି। ଆଣ୍ଡ ଇରା ମହାନ୍ତି ଜଣେ ଏମିତି ସିଙ୍ଗର, ଓଡ଼ିଶାରେ ଗୋଟିଏ ମାତ୍ର ଏମିତି ସିଙ୍ଗର, ସିଏ ଯାହା ବି ଗାଆନ୍ତୁ ସେଇଟା ମିଠା ହିଁ ଲାଗେ। ତ ଆଉ ଟିକେ ମିଠାସ୍ ଦରକାର ଥିଲା ଦୀପା। ଆଜ୍ଞା ଆଉ ମୁଁ ଆଶା କରୁଛି କି ଡେଫିନେଟଲି ତୁମେ ସେ ଜିନିଷଟା ବୁଝି ବି ପାରିଥିବ କିଛି କିଛି ଜାଗାରେ ଯେଉଁଟା ଦରକାର ଥିଲା। ତୁମେ ବହୁତ ଭଲ ସିଙ୍ଗର, ମୁଁ ପର୍ସନାଲି ଜାଣିଛି ତୁମକୁ। ତ ଯେଉଁ ଏକ୍ସପେକ୍ଟେସନ୍ସ ଅଛି ଆମ ସମସ୍ତଙ୍କର ସେଇଟା ଡେଫିନେଟଲି ତୁମେ ପୁରା କରିବ ବୋଲି ମୋର ଆଶା। ଗଡ୍ ବ୍ଲେସ୍ ୟୁ। थैंक यू अरुण सर। भारी कष्ट एक्चुअली से स्कैनिंग टा गाइबा एक्चुअली से जो क्रॉस लाइन टा बहुत कष्ट गाइबा एक्चुअली जे भी गाइबो बहुत कष्ट ସେଇ ପାର୍ଟଟା ଯେଉଁ ଲ୍ୟାଣ୍ଡିଂ ଯେଉଁ ଆସୁଛି ସେ ବହୁତ କଷ୍ଟ, ସ୍କାନିଂଟା ବହୁତ ହିଁ କଷ୍ଟ। ଏବଂ ସିଏ- ଗୀତର ସବୁଠୁ ମିଠା ସେଇ ଗୋଟାକ। କବାଟ କିଳି ଦେଇ ଅଣସର ଘରେ ଯାଇ ରହିଲୁ ତୁ ଛାଡ଼ି ମନ୍ଦିର ଏତେ ବହୁତ ଚେଷ୍ଟା କରିଛି ଏବଂ ଚେଷ୍ଟା କରିଛି। ଏତେ ଭଲ ଭାବରେ ତାକୁ ସେ ଉଠେଇଛି। ଚେଷ୍ଟା କରିଛି ମୁଁ ନିଶ୍ଚିତ ସେତେବେଳେ ଭାବରେ। ଭୟ ମତେ ଲାଗୁଥିଲା, କିନ୍ତୁ ମୁଁ ସେ ଭୟରୁ ଦୂରେଇ ଗଲି, କାରଣ ସେ ଜାଗାଟା ସେ ବହୁତ ଭଲ ଭାବରେ ପାରି ହେଇଗଲା। ଆଉ କୋଉଠି କ'ଣ ହେଇଥିବ ସେ ତ ଶ୍ୱଶୁର ମାନେ କହିବେ। ଆଉ ଗୋଟେ କଥା ହେଉଛି ବିଷ୍ଣୁ ମାନେ ସେବା ଭାଇନା ସମସ୍ତଙ୍କୁ କହୁଛି, ମୁଁ ଯେତେ ଯାହାକୁ ଶୁଣିଥାଏ, ଯେଉଁ ସିଙ୍ଗରକୁ ଯେତେ ବାହାରେ ଶୁଣିଥାଏ, ମଞ୍ଚରେ ଶୁଣିଥାଏ, ରେକର୍ଡ଼ିଂରେ ଶୁଣିଥାଏ, ଯେତେବେଳେ ପ୍ରତିଯୋଗିତାରେ ଶୁଣେ ମୁଁ ପ୍ରଥମ ଥର ଶୁଣୁଛି ବୋଲି ଭାବେ। ନିଶ୍ଚୟ ନିଶ୍ଚୟ ତେଣୁ ଆମର ଆଶାଟା ଏଉଠୁ ଆରମ୍ଭ, ପୂର୍ବରୁ ନୁହଁ। ୟେସ୍ ଠିକ୍। ଆମ ଆଶାଟା ଆମେ କ'ଣ ଶୁଣିଥିଲେ, କେତେ ଭଲ ଗାଏ, କେତେ ଖରାପ ଗାଏ, କି କ'ଣ ଗାଇବ ଆଗକୁ, ସେ ମୁଁ ସେଠୁ ଯାଉନି। କିନ୍ତୁ ମୁଁ ଚାହୁଁଛି ଏଉଠୁ ଆରମ୍ଭ। ଆମର ଯେଉଁ ଆଶାଟା, ଆମର ଯେଉଁ ଭାବନାଟା, ଆମର ଯେଉଁ ତାଠୁ ପାଇବାର ଯେଉଁ ଇଚ୍ଛାଟା ଏଉଠୁ ଆରମ୍ଭ। ମୁଁ ତାକୁ ଏଉଠୁ ଦେଖିବା ପାଇଁ ଚାହୁଁଛି। ତେଣୁ ଏଇଠୁ ଯଦି ମୁଁ ଦେଖିବି ବହୁତ ଭଲ ଗାଇଛି। ଧନ୍ୟବାଦ। ଥ୍ୟାଙ୍କ ୟୁ। बहुत बहुत धन्यवाद। तेरे दीपा और समस्त मुहर हस फुटाओ जमी अरुण सार कहले कि एठू तुमको देखा चाहूँगी भाग्य फिटी जाई पारे। कांदमय ଗୋଟେ करदे। ଜିନିଷଟେ ରଖିଛି हाँ मो ପାଇଁ ରଖିଛ। ଜଜେସ୍ ମାନଙ୍କ ପାଇଁ। ମତେ ଟିକେ କାଣିଏ କିଏ ଭଲ ପାଉରେ। କୁହ କ'ଣ କହିବା ପାଇଁ ଚାହୁଁଛୁ କୁହ ପ୍ଲିଜ୍। ମୁଁ ରସଗୋଲା ଧରିକି ଆସିଛି। ସାଲେପୁର ରସଗୋଲା ଆଣିଛ? ଆଜ୍ଞା ଆଉ ନେଇ ଆସ। ମଳୟ ଆଜ୍ଞା ମୁଁ ଶୁଣିଥିଲି କୃଷ୍ଣ ଲହୁଣୀ ଖାଉଥିଲେ, ସର ଖାଉଥିଲେ, ରସଗୋଲା ଖାଇବାଟା ନାଇଁ। ପ୍ରଥମ ଥର ଶୁଣିଲି। ଅବଶ୍ୟ ମାନଭଞ୍ଜନ ପାଇଁ ଇଏ ଲକ୍ଷ୍ମୀଙ୍କୁ କୃଷ୍ଣ ଦେଇଥିଲେ ଇଏ ଜଗନ୍ନାଥ। କୃଷ୍ଣଙ୍କ ପାଇଁ ରସଗୋଲା ଆସିନି। ଆଉ ସେଠି ବସୁଛନ୍ତି ଆଉ ଜଣେ କୃଷ୍ଣ ତାଙ୍କ ପାଇଁ ଆଇଛି। ଆଉ ଥ୍ୟାଙ୍କ ୟୁ। ଏଇଟା ଦୀପା ଦୀପା ରସଗୋଲା। ଦୀପା ରସଗୋଲା। ଦୀପା ରସଗୋଲା। ଦୀପା ସାଲେପୁର ରସଗୋଲା। ବହୁତ ବହୁତ ଧନ୍ୟବାଦ। ଏ ଯେଉଁ ସ୍ନେହ ଆଣିଛ ଏତେ ଦୂରରୁ, ତା ଭିତରେ ଆମେ ଦେଖିପାରୁଛୁ ତୁମ କେତେ ଭଲ ପାଇବା ରହିଛି। ঠিক ଅଛି ଆରମ୍ଭ କରିବା ତାହେଲେ। ପ୍ରଥମେ ପ୍ରଶାନ୍ତ ସାର୍ ଆପଣଙ୍କ ପାଖରୁ କଂଗ୍ରାଚୁଲେସନ୍ 8 ମାନସି ଅପା 8 ବିଷ୍ଣୁ ସାର୍ ଦେଖିବା କେତେ ଅଛି ମାର୍କିଂ। ସେଟା ମାର୍କ ଦେଖିଲା ପରେ କିଏ ଖାଇବ ଦେଖିବା। 7 ବହୁତ ବଢ଼ିଆ। ତେବେ ଦୀପା ଆମର 3 ଜଣଙ୍କର ମାର୍କିଂ ମିଶିକି ହେଉଛି 23। ଆହୁରି ସମୟ ଅଛି, ଆହୁରି ବଢ଼ିଆ ସେ ପ୍ରାକ୍ଟିସ୍ କର, ଆହୁରି ଅପରଚ୍ୟୁନିଟି ଅଛି। ଆଣ୍ଡ ହିଡେନ୍ ମାର୍କ ତ ଆଗକୁ ଜାଣିବ ଆମର ଅତିଥି ଏବଂ ବିଶେଷ ଅତିଥିଙ୍କ ପାଖକୁ। ଆସନ ଅଳଙ୍କୃତ କର। ଠାକୁର ମିଠା ମିଠା କଥାରେ ମିଠା ମିଠା ଗୀତ ପରେ ପରେ ବର୍ତ୍ତମାନ ସମୟ ହେଇଯାଇଛି। ଆସନ୍ତୁ ଆଉ ଜଣେ ପ୍ରତିଯୋଗୀଙ୍କୁ ଆମେ ମଞ୍ଚକୁ ନିମନ୍ତ୍ରଣ କରିବା। ସେ କେହି ନୁହନ୍ତି, ଭୁବନେଶ୍ୱରରୁ ସୌମ୍ୟଜିତ ସାମନ୍ତରାୟ।
କିଛି ପିଠିରେ ନାଉ ମୁଁ ଟଳମଳ ପାଦ ମୋର କହରେ କାଳିଆ କହ ସ୍ୱର୍ଗ ସ୍ୱର୍ଗ ଦ୍ୱାର କେତେ ଦୂର ସ୍ୱର୍ଗ ଦ୍ୱାର କେତେ ଦୂର ସ୍ୱର୍ଗ ଦ୍ୱାର କେତେ ଦୂର ସ୍ୱର୍ଗ ଦ୍ୱାର କେତେ ଦୂର। ସୌମ୍ୟଜିତ ଆଜ୍ଞା ସାର୍। ଚମତ୍କାର ନା ସୁନ୍ଦର? ସୁନ୍ଦର। ସୁନ୍ଦର ଚମତ୍କାର ନୁହେଁ, ଜାଣିବା କି ଆଜ୍ଞା ଜଜେସଙ୍କ ପାଖରୁ ଜାଣିବା। ଆଜ୍ଞା। ପ୍ରଶାନ୍ତ ସାର୍ ଆଜି ମୋତେ ଲାଗୁଛି ପୁରା ମାନେ ଆମର ସିଦ୍ଧାର୍ଥ ମନ୍ଦିରରେ ପିଲା ଗୋସେଇଟେ ଭଳିଆ ପୁରା ପୋଷାକ ପତ୍ର ବଢ଼ିଆ ହେଇଛି, ଗାଇକି ଠାଣଟା ରହିଛି ପୁରା ଏକଦମ ଆରମ୍ଭ କରୁ ଯେମିତି ନାଉ କଲା ଭଳିଆ ପାପର ଗଣ୍ଠିଲିକୁ ପୁରା ଏକଦମ ବଢ଼ିଆ ଛାଟିକିରି ଗୀତ ଗାଉଛି। ତେବେ ଏ ବୟସରେ ଯଦି ଏତେ ହେଉଛି ତାହେଲେ କ'ଣ ଆଗକୁ କେତେ ନ ହବ, ଆଗକୁ କେତେ। ତେଣୁ ଗାଇବାର ଯେଉଁ ଝୁଙ୍କ ରହିଛି, ଯେଉଁ ଗଳାର ଯେଉଁ ଓପନନେସ୍ଟା ଅଛି ବହୁତ ବଢ଼ିଆ ଅଛି। ସବୁବେଳେ ଗୀତର କ'ଣ ଏଣ୍ଟ୍ରି ପଏଣ୍ଟଟା ଜଗିବା ଦରକାର। ଗୀତରେ ଯେତେବେଳେ ପଶୁଛେ ମୁଁ ସେ ଭାବଟାକୁ ନେଇ ପଶିଗଲେ ଗୀତଟା ପାରି ହେଇଯିବ। ମୁଖଡ଼ାଟା ଏକଦମ ଚାଁ ଦେଇକି ଗାଇ ଦେଇଛି। ପ୍ରଥମ ଅନ୍ତରା ସେକେଣ୍ଡ ଅନ୍ତରା ଠିକ୍ ଅଛି, ପ୍ରଥମ ଅନ୍ତରାରେ ଏଣ୍ଟ୍ରି କଲାବେଳେ ମୋତେ ଟିକେ ଜୀବନକୁ ଦୁଇ ଦିନ ପାଇଁ ଆଣିଥିଲି ତୋଠୁ ଧାର। ଏମିତି ହୁଏ, ଷ୍ଟେଜରେ ଗାଇଲା ବେଳେ ଏମିତି ହୁଏ। ତେବେ ପିଲା ଗୋସାଇଙ୍କଠୁ ମୁଁ ଆଜି ଶୁଣିକି ମୋତେ ବହୁତ ବଢ଼ିଆ ଲାଗିଛି ଗୀତ। ଭକ୍ତି କଣ୍ଠରେ ଏମିତି ନୂଆ ନୂଆ କଣ୍ଠ ଆସୁ, ଆମେ ଚାହୁଁଛୁ ଆଗକୁ ଆହୁରି ସେ ବଢ଼ିଆ ବଢ଼ିଆ ଗୀତ ଗାଇବ। ତେବେ ମୁଁ ଇମ୍ପ୍ରେସ୍ ହେଇଛି ଆଜି, ବହୁତ ଭଲ ଲାଗିଲା ମୋତେ ପରଫର୍ମାନ୍ସ। ଧନ୍ୟବାଦ ସାର୍। ମାନ୍ୟପା ଆଜିଠୁ ଆଉ ତମ ନା ସୌମ୍ୟଜିତ ନୁହଁ, ପିଲା ଗୋସେଇଁ ପିଲା ଗୋସାଇ ହେଲା। ପୁରା ନନା ଛୁଆ ଭଳିଆ ପୁରା ସିଏ କେତେ ବଢ଼ିଆ, ମାନେ ତାଙ୍କ ଗେଟଅପ୍ଟା ମାନେ ଯେମିତି ଗୋଟେ ଭଜନ ଗାଇକିରେ ଭକ୍ତିକଣ୍ଠ ଅଡିସନରେ ବି ମୁଁ ତାଙ୍କୁ କହିଥିଲି, ତାଙ୍କର ଗାଇକି ଶୈଳୀ ସହିତ ତାଙ୍କର ଆଭୂଷଣଟା ବି ବହୁତ ବଢ଼ିଆ ଲାଗୁଛି। ମାନେ ଗୋଟେ ଆର୍ଟିଷ୍ଟିକ୍ ମାନେ ନେଚରଟା ସେଟା ଗୋଟେ ଡ୍ରେସଅପ୍ରୁ ହିଁ ଜଣା ପଡ଼ିଯାଉଛି। ସେଇଥିପାଇଁ ବୋଧେ ଗୀତଟା ଆହୁରି ବହୁତ ବଢ଼ିଆ ହେଲା ନାଇଁ? ଦେଖନ୍ତୁ ଭାଇନା ସମସ୍ତେ ଯେତେ ବି ଅଛନ୍ତି ସିଏ ତାଙ୍କର ପୁରା ଗେଟଅପ୍ଟା ଗୋଟେ ଅଲଗା ପ୍ରକାରର। ହଁ ଆଜି ପୁରା ଭଜନ, ଏଇ ଭଜନ ପାଇଁ ଆଉ ଏତେ କମ୍ ବୟସରେ ସେ ଯେଉଁ ଭାବଧାରାଟାକୁ ନିଜ ଭିତରେ ଆଣିକି ଆମ ପାଖରେ ଏଇଠି ଏତେ ସୁନ୍ଦର ଭାବେ ପ୍ରେଜେଣ୍ଟ କରୁଛ, ବହୁତ ବଢ଼ିଆ ଲାଗୁଛି। ନିଶ୍ଚିତ ମୁଁ ଆଶା କରିବି ଭଗବାନ ଏମିତି ଆଶୀର୍ବାଦ କରନ୍ତୁ, ଜଗନ୍ନାଥ ସବୁବେଳେ କୃପା ଏମିତି ରଖିଥାନ୍ତୁ, ଏମିତି ସୁନ୍ଦର ସୁନ୍ଦର ଗାଇକିରେ ସମସ୍ତଙ୍କୁ ବାନ୍ଧି ରଖ। ଧନ୍ୟବାଦ ମାନ୍ୟପା। ବିଷ୍ଣୁ ଭାଇ ମାନେ ବିଶ୍ୱାସ କର, ତମର ଯେଉଁ ଥ୍ରୋ ଆସିକି ଛାତିରେ ବାଜୁଛି, ମାନେ ତମର ଯେଉଁ ଆରମ୍ଭ କରୁଛନ୍ତି, ଯେମିତି ଆରମ୍ଭ କଲ ଟିକେ କହିଦେଲ ପ୍ରଥମ ପଦଟା, କୁହ ହେ ଟିକେ ପଦରେ ଗାଇଦେଲ। କହରେ କାଳିଆ କହ, ଆଉ ଥରେ ଗାଅ। କହରେ କାଳିଆ କହ। ବାସ୍ ଏତିକିରେ ମାନେ କାଳିଆ ଦିଅ ତମ କଥା ଶୁଣି ନେବେ, ତମ ଆଉ ଡାକିବା ଦରକାର ନାହିଁ। ମାନେ ତମ କଥାରେ ଏତେ ବଢ଼ିଆ ଅପିଲ୍ ଅଛି, ଏତେ ସୁନ୍ଦର ତମର ଆପ୍ରୋଚ୍, ବହୁତ ମାନେ ହୃଦୟକୁ ଛୁଇଁଲା, ବହୁତ ବଢ଼ିଆ ଲାଗିଲା। ଧନ୍ୟବାଦ। କମ୍ ବୟସରେ ଏତେ ମ୍ୟାଚିଓର୍ଡ ସିଙ୍ଗିଂ। ପିଲା ଗୋସାଇ ତମ ବୟସ କେତେ? 11 ବର୍ଷ। ସାର୍ କହିଲେ ଏବେଠୁ ଏତେ ଆଗକୁ କେତେ। ତେଣୁ ବିଶ୍ୱାସ କର, ପିଲା ଗୋସାଇ ଏବେଠୁ ଏତେ ସୁନ୍ଦର ଗାଉଛନ୍ତି, ଆଗକୁ ଆହୁରି ବଢ଼ିଆ ବଢ଼ିଆ ଗୀତ ଗାଇବା ପାଇଁ ସୁଯୋଗ ମିଳିବ, ତମେ ଗାଇକି ଶୁଣେଇବ। ଆଜ୍ଞା ସାର୍। ଧନ୍ୟବାଦ ବିଷ୍ଣୁ ଭାଇ। କିନ୍ତୁ ନେକ୍ସଟ ଟାଇମ୍ ଆସିଲା ବେଳକୁ ମୁଣ୍ଡରେ ଗୋଟେ ଚନ୍ଦନ ଟୋପା ଦରକାର ଆଜ୍ଞା ହେଲା, ଲଗେଇକି ଆସିବ। ଆଜ୍ଞା। ତେବେ ପିଲା ଗୋସାଇ ବର୍ତ୍ତମାନ କ'ଣ ମାର୍କ ଦେଖିବା ନା ଅତିଥିଙ୍କ ପାଖକୁ ଯିବା? ଅତିଥିଙ୍କ ପାଖକୁ। ଅତିଥିଙ୍କ ପାଖକୁ ନା ଦିଦିଙ୍କ ପାଖକୁ, କ'ଣ କହୁଛ? ଦିଦିଙ୍କ ପାଖକୁ। ଦିଦି ଦିଦି କାନ୍ତି କୋଉ ଦିଦିଙ୍କ ପାଖକୁ ଯିବ? ଅତିଥିଙ୍କ ପାଖକୁ। ଆଚ୍ଛା, ଅତିଥି ଦିଦିଙ୍କ ପାଖକୁ ଯିବେ। ଆଚ୍ଛା ଇପ୍ସିତା ମ୍ୟାମ୍। ମଳେ ଗୋଟେ କଥାରେ ଅଛି ନା, ଛୋଟା ପ୍ୟାକେଟ ବଡ଼ା ଧମାକା, ପୁରା ସେଇଆ। ସେ କଥା କହିଲା ବେଳେ କେମିତି ଦିଦିଙ୍କ ପାଖକୁ, ଦିଦିଙ୍କଠୁ ଶୁଣିବା, ମ୍ୟାମ୍ଙ୍କଠୁ ଶୁଣିବା, କିନ୍ତୁ ଗାଉଛି ପୁରା ବାଘ। ତା ଭଏସ୍ର ଯେଉଁ ପାୱାର ଅଛି, ପ୍ରକୃତରେ ମାନେ ସାର୍ ଯେମିତି କହିଲେ ଏବେଠୁ ଏତେ ମାନେ ଆଗକୁ କେତେ, ପ୍ରକୃତରେ ଏଇଟା ସତ କଥା। ତ ଆଗକୁ ଆଗକୁ ଯେତେ ଯେତେ ତୁମେ ବଢ଼ି ଚାଲିବ,
निश्चिंत भाव में बहुत भल सिंगर ही तुम बाहर एबेठू ही जना पड़ी कारण तुम गलारे एते सुंदर गोटे मिठा सहित गोटे पावर भी अच्छी आउ सेटा तुम जारी रख डेफिनेटली तुम आगू को जीव गॉड ब्लेस यू थैंक यू अरुण सर ताकू मु गोटे अलग ना देवी बोली भाभी भाईना किंतु बढ़िया नाटा देदेले तार गेटअपटा छोट कुमार बापी भलिया लागुन देखले मिनी कुमार बापी। मिनी कुमार बापी जे एटा पिला गोसेटा बढ़िया ना भाईना एते बढ़िया नाटा देइचंदी एप्रोप्रिएट तापे गोटे गीत भी करा हबो से जदी विनर हुए जदी विनर हबो पिला गोसे को नै गोटे गीत करा हबो वाह ହେଲା बड़ा सुजोग आउ तमर एई बयस रे स्वर्ग द्वार केते दूर हो पचारनी सिंह द्वार आउ केते दूर तमे बर्तमान बाट मंगल अछ आउ अल्प दूर शरधा बाली तापरे आसी जीव सिंह द्वार प्रभु जगन्नाथ दर्शन निश्चित मिलिबो बहुत बढ़िया धन्यवाद थैंक यू सर धन्यवाद अरुण सर बुझी पारल तो पिला गोसी अरुण सर कौन कहले आज्ञा बाट मंगलार अच्छ बाट मंगलार आ टिके गले डायरेक्ट सिंहद्वार रे पहुंच जियो ओके तबे वर्तमान मार्क जानिबा आज्ञा मान्यपा आपण ठार 8 प्रशांत सर 7 क्यों सर विष्णु भाई जो बॉयस रे तुम एते मैच्योर सिंगिंग करछो से पई 8 थैंक यू सर टोटल मार्क मिसिकी 23 पिला को सही मन दुख जमारू करनी आउरी दुई जन को मार्क अच्छी हिडन बाट मंगलार अच्छ कोशिश कर आगू जीवा पई हां वर्तमान निजर स्थान अलंकृत करिने स्वर्ग द्वार केते दूर तो दर्शक बंधु भाबुथिए वर्तमान ए भक्तिमय आसर को जमाया पई किए आसुचंती ता पूर्व गोटे जिनस पचारि केनता अछ भल भल तो कहा के पचरुछ काहे के आर पचारमी मते पचरुछ आज्ञा माने केनता अच्छे बोल देखुछ तो हेंता हाँ बढ़िया अच्छे एबे जे आउछन अच्छा से होउछन बलांगीर रो हेटा बोलो हो शिवानंद बलांगीर आउछन। त्रिपाठी जोरदार करताली दे स्वागत करूं କଥା ଥିଲା କାଳିଆ ତୁ ହବୁ ଯେବେ ରଜା ଯାଚି ଦେଲେ ନେଇ ଯିବୁ ମୋର ଖୁଦ ଭଜା କଥା ଥିଲା କାଳିଆ ତୁ ହବୁ ଯେବେ ରଜା ଯାଚି ଦେଲେ ନେଇ ଯିବୁ ମୋର ଖୁଦ ଭଜା ତୁ ରଜା ହେଇଗଲୁ ତୋ କଥା ଭୁଲି ଗଲୁ रजा गलु तो कथा भूली गलु मो पाई सपन हेला तो सिंह दरजा कथा थिला कालिया तू हबु जेबे रजा जाची देले नहीं जीवु मोर खुद भजा घरणी एणे तू खाइबु बोली भाजु थाए खुद तो घरणी तेणे रांधी बाड़ी दिए श्री महाप्रसाद तू भलरे रहिलु मो भाव भूली गलु भलरे रहिलु मो भाव भूली गलु
जेबे रजा जाची देले नहीं जीवो मोर खुद भजा मने पड़े आजी से बाली खेल से गाई गोठ से गाई गोठ एगो पदांडरू से बड़ दांड कहीं केते बाट कहीं केते बाट तू दियो है गलू मो दुख न बुझिलू तू दियो है गलू मो दुख न बुझिलू एतिकी गुहारी थरे श्रीक्षेत्र नहीं जा कथा थिला कालिया तू हबु जेबे रजा जाची देले नहीं जीवो मोर खुद भजा कथा थिला कालिया तू हबु जेबे रजा जाची देले नहीं जीवो मोर खुद भजा तू रजा है गलू तो कथा भूली गलू तू रजा है गलू तो कथा भूली गलू मो पाई सपन हेला तो सिंह दरजा कथा थिला कालिया तू हबु जेबे रजा जाची देले नहीं जीवो मोर खुद भजा शिवानंद आज्ञा ताली देखिकी खुशी होच हाँ कलाकार मुख्यतः से गोटे थी भोका थाए भोकिला थाए ताली ही तार बहुत असल जिनस जा हो बहुत सुंदर कथा कहल आउ थे टे ताली हो धन्यवाद विष्णु भाई आपण पाक जी केमती थिला शिवानंद परफॉर्मेंस आपण भॉइस रु संबलपुरी गीत शुणी आज्ञा क्लासिकल गीत भी शुणी आज्ञा आज शुणिली आपण रियल वॉइस आज्ञा कहीं क्लासिकल गीत एत सुंदर काम करके पारि जाती आज शुणिली यही राउंड रे शुणिली आज्ञा गोटे पर्टिकुलर गीत जोटा कि आपनकर प्रॉपर थ्रो आज्ञा आउ जहाँ आपन वॉइस रे अच्छी ऑर्नामेंट्स सब आमे जानिलु आज्ञा आज्ञा बहुत खुशी लागला आपन वॉइस गोटे डिफरेंट क्वालिटी वॉइस Thank you. बढ़िया यूनिक वॉइस आपनकर एमती सुंदर सुंदर भजन गाउथांतु आउ आम मंच को आहुरी भक्ति कंठ को आहुरी भक्तिमय करंतु आज्ञा आपण जय जानि जगन्नाथ। साधना जारी रही रहिबो मध्य जय जगन्नाथ जय जगन्नाथ बहुत बहुत धन्यवाद विष्णु भाई मान्यपा आपण पाक बहुत बढ़िया थैंक यू माने मु तो संबलपुरी रे कहि परिबिनी जेमती आमे सतरे सेही मिठा वॉइस जो संबलपुरी भाषा कथाटा एई गीत रे ही टिके टिके बारी होथिला आज्ञा आपण तो अपार जहाँ कहले भी मीठा लगे नहीं नहीं माने मो कथा नुह माने वॉइसटा एते बढ़िया लागिला एई टिम्बरटा आमे फर्स्ट टाइम सुनिलु आज्ञा आमे जो गीत ऑडिशन रे सुनिथिलु जो राउंड ऑडिशन राउंड रे जो गीत सुनिथिलु जो संबलपुरी गीत ट्रेडिशनल गीत आज्ञा सेटा गोटे अलगा थिला आज्ञा। आज प्रकृत रे एई गीत माध्यम रे ही रियल वॉइसटा आमे जानि पारिलु आज्ञा आज्ञा जोटा कि धन्यवाद निश्चित भाव में आम एटा गोटे निजस्व परिचय रे एई गीत माध्यम रे निजर परिचय निजे 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 ही बनै हबो आज्ञा आपनकर आशीर्वाद भगवान को निश्चित आशीर्वाद भाव में जगन्नाथ पाखे मु निश्चित भाव में प्रार्थना करी जे एई वॉइस रे एमती मिठा भरी दियंतु आज्ञा। एई निजस्व वॉइस रे भिन्न चिंताधारार गीत भिन्न भावधारार गीत भक्ति कंठ माध्यम रे समस्तଙ୍କ पाखरे मन हृदय को समस्तଙ୍କର छुई जाऊ आज्ञा आज्ञा जय धन्यवाद जगन्नाथ बहुत बहुत धन्यवाद मान्यपा प्रशंसा आपण पाक जी ई माहौल न भरिदेल आनंद आनंद आनंद
ମାନେ ସମସ୍ତେ ଦିଲ ଖୁସ। ये आनंद तो हेले किंतु से आनंदर मुख्य होचन परमानंद। परमानंदଙ୍କର ଗାନା ଗାଇଲ ବୋଲି ଆମେ ଆନନ୍ଦ ହେଲୁ। आज्ञा परमानंदଙ୍କର ଗାନା ଗାଇଲ ବୋଲି ଆମେ ହେଲୁ ଆନନ୍ଦ। ଠିକ ମୁଁ ତ ଅଛି। ଆଗରୁ ଆପଣଙ୍କୁ କହିଥିଲି ମୁଁ କିଛି ନାହିଁ ଜାଣେ ଛନ୍ଦ ଖାଲି ବୁଝିନି ଛନ୍ଦ। ତଥାପି ଟିକେ ଗାନାରେ ଛନ୍ଦ ଟିକେ ଦରକାର ଥିଲା। ଆଜ୍ଞା ବୁଝିଲ ନାଇଁ ଯେନ୍ ଗାନାଟା ଗାଇଲ ଆଜ୍ଞା ସମ୍ବଲପୁରୀ ଗାନା ଆମେ ଶୁଣିଥିଲୁ ଯେନ୍ତା କହିଲେ ଜଜେସ୍ ଆମର ସେ ଗାନା ଅଲଗା ଥିଲା। ଆଜି ଆକ୍ଚୁଆଲି ରିଏଲ ଭଏସ୍ ତମର ଯୋଉଟା ଆମେ ପ୍ରକୃତ ଭଏସ୍ର ମିଠାସଟା ପାଇଲୁ ଯୋଉଥିରେ ରେକର୍ଡିଂ କ୍ୱାଲିଟି ପାଇଁ ଯୋଉ ମିଡ୍ ଦରକାର ଭଏସ୍ର ସେଇଟା ତୁମ ପାଖରେ ଅଛି। ଆଜ୍ଞା ସେଇଥିଲାଗି ରେକର୍ଡିଂ ଭଏସ୍ରେ ତୁମ କ୍ୱାଲିଟିଟା ଜଣାପଡ଼ୁଛି ବହୁତ ଭଲ ପାୱାରଫୁଲ୍ ଭଏସ୍ ଆଜ୍ଞା, ଅଛି ଆଜ୍ଞା। ରେଞ୍ଜ ଭଲ ଅଛି ଆଜ୍ଞା ଆଉ ଆଜିର ଗାୟକୀ ବି ବହୁତ ମିଠାସ ଥିଲା ବଢ଼ିଆ ଲାଗିଲା। ଆଜ୍ଞା ଆଉ ତୁମର ପରଫର୍ମାନ୍ସ ତ ଆଗରୁ ଆମେ ଦେଖିଛୁ ୟୁ ଆର୍ ଏ ନାଇସ୍ ସିଙ୍ଗର ତେଣୁ ଆମେ ଆଶା କରୁଛୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା ବି କରିବୁ ସମଲେଇଙ୍କ ପାଖରେ ପ୍ରାର୍ଥନା କରିବୁ ଆଜ୍ଞା, ଆଜ୍ଞା, ଯେ ତୁମେ ଆଉ ଜଣେ ଓଡ଼ିଶାର ଭବିଷ୍ୟତ ହେଇ ବାହାର। ଠିକ୍ ଅଛି ଧନ୍ୟବାଦ। ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ। ବହୁତ ବହୁତ ଧନ୍ୟବାଦ ପ୍ରଶାନ୍ତ ସାର୍। ବର୍ତ୍ତମାନ ଯିବା ଆମେ ଅତିଥିଙ୍କ ପାଖକୁ। ଅରୁଣ ସାର୍ ଆପଣଙ୍କ ପାଖରୁ ଜାଣିବା ପାଇଁ ଚାହିଁବି। ସାର୍ ମୁଁ ଆଉ ଗୋଟେ ଜିନିଷ ଅରୁଣ ସାର୍କୁ ମୁଁ ଟିକେ ଷ୍ଟେଜ୍କୁ ଡାକିବା ପାଇଁ ଚାହୁଁଛି। ତାଙ୍କର ଲେଖାର ମୁଁ ବହୁତ ବଡ଼ ଫ୍ୟାନ୍। ଟିକେ ଡାକିବ ତ? ନା ଏଠିକି ଆସିଲେ ଟିକେ ଡାକିବ କହିଛନ୍ତି ଟିକେ ସାର୍ ଟିକେ ଆସିବେ। ଟିକେ ମାନେ ସେଟା ଆମର ଭାଷାରେ କହିଲେ ଲମ୍ବି ଯାଏସି। ଆଚ୍ଛା ଲମ୍ବି ଯାଇଛି ସାର୍ ଲମ୍ବିକି ପୁରା ପଳେଇ ଆସନ୍ତୁ। ସାର୍ ଆସିଲେ ଏବେ ଟିକେଟା ବେଶୀ ଆସିଲି। କରିଦିଅ। ସାର୍ ପ୍ରଣାମ। ପ୍ରଣାମ। ଆପଣଙ୍କ ମୁଁ ବହୁତ ବଡ଼ ଫ୍ୟାନ୍। ଆପଣଙ୍କ ଲେଖା ମାନେ ଗୀତ ଲେଖା ବାହାରେ ଆପଣଙ୍କର ଅନ୍ୟାନ୍ୟ ଲେଖା ବି ମୁଁ ପଢ଼େ ବହୁତ ଭଲ ଲାଗେ। ତ ଆଜି ଆପଣଙ୍କୁ ଦେଖିବା ମୌକା ପାଇଲି ସେଥିପାଇଁ ମୁଁ ଆପଣଙ୍କୁ ପାଖରୁ ଦେଖିବାକୁ ଚାହୁଁଥିଲି ତ ଷ୍ଟେଜ୍କୁ ଡାକିଲି ଦୃଷ୍ଟତା ମାର୍ଜନା କରିବେ। ମୁଁ ତ ତମର ଫ୍ୟାନ୍ ହେଇ ଯିବି ଆଗକୁ ଯଦି ସେମିତି ରହିଯାଅ କିନ୍ତୁ ତମ ବାବାଙ୍କର ଗୋଟେ ବଡ଼ ଫ୍ୟାନ୍ ମୁଁ। ଆଜ୍ଞା ଆଜ୍ଞା ମୁଁ ଯେତିକି ଜାଣିଛି ଦୁଃଖୀଶ୍ୟାମ ତ୍ରିପାଠୀଙ୍କ ପୁତ୍ର ସୁପୁତ୍ର ତମେ ତମ ବାବାଙ୍କର ବଡ଼ ଫ୍ୟାନ୍। ସେ ମାଟିର ମଧ୍ୟ ଫ୍ୟାନ୍ ବଲାଙ୍ଗୀର ମାଟିର ଯେଉଁ ମାଟିର ଜଣେ ବଡ଼ ସଙ୍ଗୀତ ନିର୍ଦ୍ଦେଶକ ହେଉଛନ୍ତି ସରୋଜ ନନ୍ଦ ଆଜ୍ଞା, ଯାହାଙ୍କ ଠାରୁ ମୋର କ୍ୟାରିୟର ଆରମ୍ଭ ହୋଇଥିଲା ଯାହାଙ୍କ କମ୍ପୋଜିସନରେ ଆଜ୍ଞା। ତାଙ୍କୁ ନିହାତି ଭାବରେ ମନେ ପକେଇବି। ବହୁତ ଖୁସିର କଥା ଏବଂ ମଳୟ ତମ ପାଖକୁ ଟିକେ ଆସି ମଞ୍ଚକୁ ଆସିଛି ମାନେ ଆଜ୍ଞା ବହୁତ ଥକ ହେଇଗଲାଣି। ନାଇଁ କାନ ଧରନି କାହିଁ ଥକ ହେଲି କହିଲ? ସେ ଗୀତରେ କ'ଣ କହିଲେ ଶିବାନନ୍ଦ? ଗୀତରେ କ'ଣ କହିଲେ ମୁଁ ଆକ୍ଚୁଆଲି ହଜି ଯାଇଥିଲି। ଡ୍ୟାନ୍ସ ଥିଲ କି? ହଁ ମୁଁ ନାଇଁ ମୁଁ ଭିଜି ଯାଇଥିଲି ଗୀତ ଭିତରେ। ମୁଁ ଠାକୁରଙ୍କ ପାଖକୁ ପଳେଇଲି। ଥିଲା କାଳିଆରେ ହବୁ ଯଦି ରଜା ତୋ ପାଇଁ ଆଣିଦେବି ଖୁଦ ଖୁଦ ଭଜା। ଭଜା। ରଜା ହେଲା ବେଳେ ପଚାରୁନ କାହିଁକି? ତମେ ତ ରଜା ନା ସେଇ କୃଷ୍ଣ ତ? କିଏ? ନା 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 କାହିଁକି ଆପଣ ଏମିତି କରୁଛନ୍ତି? ସେଇ କୃଷ୍ଣ ପଚାରୁନି ନାଇଁ କି? ବେଳେବେଳେ ପଚାର ସୁଦାମାକୁ ପଚାର। ତାହେଲେ ଆଜିଠାରୁ ସୁଦାମା ଇଏ ହେବେ ନା ଆପଣ ହେବେ ମତେ? ସୁଦାମା ସିଏ ବାସ୍ ପଚାରିଦେଲି। ତମେ ହଉଛ କୃଷ୍ଣ। ଏମିତି ପଚାରିଲେ ହବନି। ନା, ସେ ପଚାରିଲେ ହବ ସବୁବେଳେ ପଚାରିଲେ ହବ। ସୁଖ କେନ୍ତା ଅଛ ଦୁଃଖର ବୋ? ସାଥୀ ହେଲେ କେନ୍ତା ହିଁ ଅଛ ହବ। ବୋ? କେନ୍ତା ଅଛ ତୁମେ? ଭଲ ଅଛେ ବାକି ଭଗବାନ ଶ୍ରୀକୃଷ୍ଣଙ୍କର ଆଶୀର୍ବାଦ ପାଇଲେ ଆଉ ଭଲ ହବା। ବାହ ଧନ୍ୟବାଦ। ମୁଁ ଟିକେ ନାକୁ ଆସିଥିଲି ଟିକେ ନାକୁ ପଳଉଛି। ଇପ୍ସିତା ମ୍ୟାମ୍ ଏତେ ବଢ଼ିଆ ଗଳା ଆଉ ମୁଁ ଯେମିତି ଜଜେସ୍ ମାନେ କହିଲେ କି ମୁଁ ତ ତାଙ୍କ କୌଣସି ଗୀତ ଆଗରୁ ଶୁଣି ନଥିଲି ମୁଁ ଯେ ଫର୍ଷ୍ଟ ଟାଇମ୍ ପାଇଁ ଶୁଣିଲି। ନିଶ୍ଚିନ୍ତ ଭାବରେ ଗୋଟେ ଡିଫରେଣ୍ଟ ଟିମ୍ବର ଅଛି ତାଙ୍କର। ତ ମୁଁ ଚାହିଁବି ଏଇ ଟିମ୍ବର ଆଗକୁ ଯାଉ ଏଇଟା ମୁଁ ମନରୁ ଚାହୁଁଛି। ତ ମହାପ୍ରଭୁ କଲ୍ୟାଣ କରନ୍ତୁ। ଧନ୍ୟବାଦ। ତେବେ ସମସ୍ତଙ୍କର ଏତେ ବଢ଼ିଆ ବଢ଼ିଆ କମେଣ୍ଟସ୍ ପାଇସାରିଲା ପରେ କମ୍ପ୍ଲିମେଣ୍ଟସ୍ ପାଇସାରିଲା ପରେ ନିହାତି ଇଚ୍ଛା ହେଉଥିବ ଜଜେସ୍ ମାନେ କେତେ ମାର୍କ ଦେଇଛନ୍ତି ଜାଣିବା ପାଇଁ। ଆଜ୍ଞା ମନରେ ନ ରଖି ଦ୍ୱନ୍ଦ୍ୱ ସାର୍ ଆରମ୍ଭ କରନ୍ତୁ। 8 ମାନସିଅପା 8 ଥ୍ୟାଙ୍କ ୟୁ। ବିଷ୍ଣୁ ଭାଇ ଆଗକୁ ଆହୁରି ଭଲ ଗାଇବେ ଆଜ୍ଞା। ସେଇ ଆଶାରେ 8 ଆଜ୍ଞା ଥ୍ୟାଙ୍କ ୟୁ। ଟୋଟାଲ ମାର୍କିଂ ହେଉଛି 24। ଆଉ ଆମର ଅତିଥି ଏବଂ ବିଶେଷ ଅତିଥିଙ୍କର ମାର୍କ ହିଡେନ୍ ରହିବ ପଛରେ ଜାଣିବା। ବର୍ତ୍ତମାନ ଆସନ ଅଳଙ୍କୃତ କରନ୍ତୁ। ଧନ୍ୟବାଦ। ସମୟ କେତେବେଳେ କାହାକୁ ଛାଡ଼େନି ଆଜ୍ଞା, କାହିଁକିନା ସମୟ ତ ବୁଲୁଥିବ। ଠିକ୍ ସେମିତି ସମୟର ଚକ୍ରରେ ଆମେ ମଧ୍ୟ ବୁଲୁଛୁ। ମୋର କହିବାର ତାତ୍ପର୍ଯ୍ୟ ହେଉଛି ଏଇଆ କି ଆଜି ସମୟ ହେଇଗଲାଣି ଆପଣଙ୍କ ଠାରୁ ମୋତେ ବିଦାୟ ନେଇକି ଯିବାକୁ ପଡ଼ିବ। ପୁଣି ଦେଖା ହେବା ଆଉ ଏକ ନୂତନ ଅଧ୍ୟାୟରେ। ସେ ପର୍ଯ୍ୟନ୍ତ ଆପଣ ଆପଣଙ୍କର ପ୍ରିୟ କାର୍ଯ୍ୟକ୍ରମ ଭକ୍ତି କଣ୍ଠକୁ ଭଲ ପାଆନ୍ତୁ, ଆପଣଙ୍କର ପ୍ରିୟ କଣ୍ଠଶିଳ୍ପୀକୁ ଭଲ ପାଆନ୍ତୁ, ମଝିରେ ମଝିରେ ଟିକେ ଟିକେ ମୋତେ ବି ଭଲ ପାଉଥାନ୍ତୁ। এই ଭଲ ପାଇବାର ସହିତ ଆଜି ପାଇଁ ମୋତେ ଦିଅନ୍ତୁ ବିଦାୟ। ପୁଣି ଦେଖା ହେବା ଆଉ ଏକ ନୂଆ ଫ୍ରେଶ୍ ଏପିସୋଡରେ। ରହିଲି ନମସ୍କାର, ଜୟ ଜଗନ୍ନାଥ। ଦେଖୁଥାନ୍ତୁ ସିଦ୍ଧାର୍ଥ ଟିଭି, କହୁଥାନ୍ତୁ ସବୁ ନୂଆ। କେବଳ ସିଦ୍ଧାର୍ଥ ଟିଭିରେ ଆପଣଙ୍କର ପ୍ରିୟ କାର୍ଯ୍ୟକ୍ରମ
भक्ति कंठ। सिद्धार्थ टीवी एवं समस्त डीटीएच रे उपलब्ध। भरपूर मनोरंजन पाई डिश टीवी चैनल नंबर 1311, एयरटेल डीटीएच चैनल नंबर 600, सन डायरेक्ट चैनल नंबर 657, टाटा प्ले चैनल नंबर 1757, वीडियोकॉन D2H चैनल नंबर 1311 को आज ही विजिट करंतु। ओडिशार समस्त केबल नेटवर्क रे मध्य सिद्धार्थ टीवी उपलब्ध। आपणक टीवी परदारे सिद्धार्थ टीवी देखि पारुनथिले निज केबल किंबा डीटीएच ऑपरेटर को शीघ्र जोगाजोग करंतु।